ଆଜିର ପ୍ରସଙ୍ଗ ସାମୁଦ୍ରିକ ଭାରତ ଦୃଷ୍ଟିକୋଣ 2030। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସମୁଦ୍ର ହେଉଛି ଭାରତ ବାଣିଜ୍ୟର ଜୀବନରେଖା। ଦେଶର ଆମଦାନୀ ଏବଂ ରପ୍ତାନୀର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅଶୋଧିତ ତୈଳ ଏବଂ କୋଇଲାଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ, ବୟନଶିଳ୍ପ ଏବଂ କୃଷି ଉତ୍ପାଦ ଦେଶର ବ୍ୟସ୍ତବହୁଳ ବନ୍ଦରଗୁଡ଼ିକ ମାଧ୍ୟମରେ ଗତିଶୀଳ ହୋଇଥାଏ। ଏହି ବନ୍ଦରଗୁଡ଼ିକ ଭାରତକୁ ବିଶ୍ୱର ବିଭିନ୍ନ ବଜାର ସହିତ ସଂଯୁକ୍ତ କରିଥାନ୍ତି। ବୈଶ୍ୱିକ ଯୋଗାଣ ଶୃଙ୍ଖଳ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଦେଶ ଦେଶ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତାକୁ ଅଧିକ ପ୍ରତିପାଦନ କରିବାରେ ବନ୍ଦରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ଉତ୍ପାଦନ ଏବଂ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିବା ବେଳେ ବ୍ୟାପକ ବଜାର କ୍ଷେତ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ଅର୍ଥନୀତିରେ ଏହା ସ୍ଥାନିତ ହୋଇପାରିଛି। ଭାରତ ସାମୁଦ୍ରିକ ଶକ୍ତି ଭାବରେ ବିଶ୍ୱସ୍ତରରେ ନିଜକୁ ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ସାମୁଦ୍ରିକ ଭାରତ ଦୃଷ୍ଟିକୋଣ 2030କୁ କାର୍ଯ୍ୟକାରୀ କରିଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହି ଦୃଷ୍ଟିକୋଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଦୃଷ୍ଟିକୋଣ ଆଧାରରେ ମୁମ୍ବାଇରେ ଗତକାଲିଠାରୁ ଭାରତ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀ ଆରମ୍ଭ ହୋଇଛି। ଆସନ୍ତା 31 ପର୍ଯ୍ୟନ୍ତ ମୁମ୍ବାଇର ନସ୍କ ପ୍ରଦର୍ଶନୀ କେନ୍ଦ୍ରଠାରେ ଏହା ଚାଲିବ। ଜାହାଜ ଚଳାଚଳ, ବନ୍ଦର ଏବଂ ପରିବହନ ସମୁଦାୟର 5ଟି ପ୍ରମୁଖ ଅଂଶୀଦାର ସହିତ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି, ବ୍ୟବସାୟିକ ଗୋଷ୍ଠୀ ଏବଂ ଏ କ୍ଷେତ୍ରରେ କାର୍ଯ୍ୟରତ ଘରୋଇ କ୍ଷେତ୍ରର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ସମାବେଶରେ ଓଡ଼ିଶା ଏକ ପ୍ରମୁଖ ଅଂଶୀଦାର ଭାବେ ସାମିଲ ହୋଇଛି। ସମ୍ମିଳନୀକୁ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ବର୍ତ୍ତମାନର ସମୟ ହେଉଛି ଭାରତର ଏବଂ ଦେଶର ସାମୁଦ୍ରିକ କ୍ଷେତ୍ର ବିଶ୍ୱ ପ୍ରବେଶ ପଥରେ ପରିଣତ ହେଉଛି। ଗତ ଦଶନ୍ଧି ଧରି ସାମୁଦ୍ରିକ ସମ୍ମିଳନୀଗୁଡ଼ିକ ଏହାକୁ ପ୍ରତିପାଦନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। 11,000 କିଲୋମିଟର ଅଧିକ ଦୀର୍ଘତା ବିଶିଷ୍ଟ ଭାରତର ଉପକୂଳ ରହିଛି। ଏହାଦ୍ୱାରା ଦେଶର ସାମୁଦ୍ରିକ ଶକ୍ତି ଏବଂ ରଣନୈତିକ ସ୍ଥିତି ସ୍ପଷ୍ଟ ହେଉଛି। 13ଟି ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦେଶର ଅଭିବୃଦ୍ଧିରେ ପ୍ରାୟ 60% ଯୋଗଦାନ କରୁଛନ୍ତି। ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ 38ଟି ଦେଶ ବିଶ୍ୱ ରପ୍ତାନୀର ପ୍ରାୟ 12% ଅଂଶୀଦାର ବୋଲି ଏକ ଆକଳନରୁ ଜଣାପଡ଼ିଛି। ଭାରତ ନିଜ ସାମୁଦ୍ରିକ ସ୍ଥିତି, ରାଜନୈତିକ ତଥା ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତା ବଳରେ ଭାରତ ପ୍ରଶାନ୍ତ ମହାସାଗରୀୟ ଏବଂ ବୈଶ୍ୱିକ କ୍ଷେତ୍ରରେ ଏକ ଶକ୍ତିର ଭୂମିକା ନିର୍ବାହ କରୁଛି। ସାଗରମାଳା କାର୍ଯ୍ୟକ୍ରମ ଭାରତକୁ ବିଶ୍ୱସ୍ତରରେ ଏକ ସାମୁଦ୍ରିକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବା ଲାଗି ପ୍ରମୁଖ ପଦକ୍ଷେପ ସାବ୍ୟସ୍ତ ହୋଇଛି। ସାମୁଦ୍ରିକ ଭାରତ ଦୃଷ୍ଟିକୋଣ 2030 ପରିବହନ ଖର୍ଚ୍ଚ ହ୍ରାସ, ବାଣିଜ୍ୟ ଦକ୍ଷତା ବୃଦ୍ଧି ଏବଂ ପରିବେଶ ଅନୁକୂଳ ପରିବହନ ଇକୋସିଷ୍ଟମ ସୃଷ୍ଟି ମାଧ୍ୟମରେ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ପ୍ରସ୍ତୁତ କରାଯାଇଛି। ଗତ ଦଶନ୍ଧି ମଧ୍ୟରେ ଦେଶର ବନ୍ଦର କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ମୋଟ ବନ୍ଦର କ୍ଷମତା 2 ଗୁଣ ବୃଦ୍ଧି ପାଇ 2,762 ନିୟୁତ ଟନରେ ପରିଣତ ହୋଇଛି। ବନ୍ଦରଗୁଡ଼ିକରେ ପଣ୍ୟଦ୍ରବ୍ୟ ପରିଚାଳନାରେ ମଧ୍ୟ 972 ନିୟୁତ ଟନରୁ ବୃଦ୍ଧି ପାଇ 1,594 ଟନରେ ପହଞ୍ଚିଛି। ବନ୍ଦରଗୁଡ଼ିକର ପରିଚାଳନାଗତ ପ୍ରଦର୍ଶନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି। ଏଗୁଡ଼ିକର ସାମଗ୍ରିକ ଉତ୍ପାଦକତା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଭାରତର ସ୍ଥିତିକୁ ସୁଦୃଢ଼ କରିଛି। ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ନିବେଶ ବୃଦ୍ଧି ପାଇଛି। ସାମ୍ପ୍ରତିକ ବ୍ୟାପକ ସାମୁଦ୍ରିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି 2030 ଦୃଷ୍ଟିକୋଣକୁ ପ୍ରସ୍ତୁତ କରାଯାଇଛି। ଏହି ଦୃଷ୍ଟିକୋଣ ଅଧୀନରେ ସାମୁଦ୍ରିକ କ୍ଷେତ୍ରରେ 3.5 ଲକ୍ଷ କୋଟି ଟଙ୍କା ନିବେଶର ଯୋଜନା ପ୍ରସ୍ତୁତ ହୋଇଛି। ଜାହାଜ ନିର୍ମାଣ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାମୁଦ୍ରିକ ଇକୋସିଷ୍ଟମର ପୁନରୁଦ୍ଧାର ପାଇଁ ସରକାର ନିକଟରେ 69,725 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। 25,000 କୋଟି ଟଙ୍କାର ସାମୁଦ୍ରିକ ବିକାଶ ପାଣ୍ଠି ମାଧ୍ୟମରେ ଦେଶରେ ଜାହାଜ ନିର୍ମାଣ ଏବଂ ଚଳାଚଳ କ୍ଷେତ୍ରକୁ ବ୍ୟାପକ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶରେ ଆଭ୍ୟନ୍ତରୀଣ ଜଳପଥ ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳ ପାଇଁ 1,000 କୋଟିରୁ ଅଧିକ ନିବେଶ କରାଯାଇଛି। ଦେଶ ମଧ୍ୟରେ ନଦୀ ସଂଯୋଗୀକରଣ ମାଧ୍ୟମରେ ପରିବହନ ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସେଥିମଧ୍ୟରୁ 300 କୋଟି ଟଙ୍କାର ପ୍ରକଳ୍ପ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି। ଜଳପଥରେ ଆଞ୍ଚଳିକ ପରିବହନ ଏବଂ ବାଣିଜ୍ୟକୁ ଏହି ପ୍ରକଳ୍ପଗୁଡ଼ିକ ତ୍ୱରାନ୍ୱିତ କରିବ। ପରିଶେଷରେ ଏତିକି କୁହାଯାଇପାରେ, ବିଶ୍ୱ ସାମୁଦ୍ରିକ କ୍ଷେତ୍ରରେ ଭାରତ ନେତୃତ୍ୱ ନେବାର ସମୟ ଆସି ଉପସ୍ଥିତ ହୋଇଛି। ସାମୁଦ୍ରିକ ଭାରତ ଦୃଷ୍ଟିକୋଣ 2030 ମାଧ୍ୟମରେ କେବଳ ବନ୍ଦର ନିର୍ମାଣ ନୁହେଁ, ବରଂ ଭାରତ ଭବିଷ୍ୟତ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରୁଛି। ଏହା କେବଳ ଜାତୀୟ ସ୍ୱାର୍ଥ ସାଧନ ନୁହେଁ, ବରଂ ଆଗାମୀ ଦଶନ୍ଧିଗୁଡ଼ିକରେ ବିଶ୍ୱ ବାଣିଜ୍ୟର ଦିଗକୁ ନିଜ ସପକ୍ଷରେ ଆକାର ଦେବା ପାଇଁ ଭାରତ ପ୍ରସ୍ତୁତ ହେଉଛି।